ପ୍ରଧାନପାଲିଠାରେ ମା ସମଲେଶ୍ୱରୀଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ଜୁଜୁମୁରା ବ୍ଲକ ଅନ୍ତର୍ଗତ ବାହାମ ପଞ୍ଚାୟତର ପ୍ରଧାନପାଲିଠାରେ ବହୁ ପ୍ରତୀକ୍ଷିତ ମା ସମଲେଶ୍ୱରୀ ମନ୍ଦିର ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପୂଜାର୍ଚ୍ଚନା, ଆଳତି, ହୋମଯଜ୍ଞ ସହିତ ବିଭିନ୍ନ ଅଞ୍ଚଳର ମହିଳା ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଏଥିରେ ପଣ୍ଡିତ ପ୍ରଭଞ୍ଜନ କର, ଶ୍ରୀକାନ୍ତ ପଣ୍ଡା, ଶିଳଞ୍ଜିତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ତା ସହିତ ସପତ୍ନୀଙ୍କ ସହିତ ବେଣୁଧର ତ୍ରିପାଠୀ ଓ ଚୁମ୍କି ତ୍ରିପାଠୀ କର୍ତ୍ତା ଦାୟିତ୍ୱ ସମ୍ପାଦନ କରିଥିଲେ। ଏହି ପ୍ରତିଷ୍ଠା ଉତ୍ସବ କମିଟିର ସଭାପତି ସୁବୋଧ କୁମାର ବେହେରାଙ୍କ ନେତୃତ୍ୱରେ ବହୁତ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଷ୍ଠା ଉତ୍ସବରେ ପ୍ରଧାନପାଲି, କଦଳୀମୁଣ୍ଡା, ସରଖଣ୍ଡି ଓ ଖସୁପାଲି ଗ୍ରାମବାସୀମାନେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ। ଏହି ପ୍ରତିଷ୍ଠା ଉତ୍ସବରେ ସହସ୍ରାଧିକ ଭକ୍ତ ଯୋଗଦେଇ ମାଙ୍କର ଆଶୀର୍ବାଦ ଲାଭ କରିବା ସହିତ ଅନ୍ନଭୋଗର ଆପ୍ୟାୟିତ ହୋଇଥିଲେ। ପ୍ରଧାନପାଲିରୁ ହେମନ୍ତ ଭଇଁସାଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ୍।